नुआपड़ा जिला सिनापाली सरस्वती शिशु विद्या मंदिर रजत जयंती उत्सवर द्वितीय सांस्कृतिक सभार पालन कमिटी सभापति नंदन कुमार पात्र अध्यक्षता करथिबा बेले मुख्य अतिथि भाव में राज्यसभा सांसद सुजित कुमार और मुख्य वक्ता भाव में सुसाहित्यिक तथा विशिष्ट गवेषक परमेश्वर मुंड जोग देइथिले। सम्मानित अतिथि भाव में जिला परिषद सदस्या पुष्पांजलि गुआल, विजत जिला संपादक लंबोदर नियाल, भाजपा जिला सभापति सुब्रत ठाकुर, सरपंच सुनीता मेहेर, डब्ल्यूओडीसी सदस्या मंदाकिनी बघेल, बणिक संघ सभापति प्रदीप कुमार जैन उपस्थित थिले। ଏହି ଅବସରରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଶିଶୁ ମନ୍ଦିର ସମାଜରେ ଅତୁଳନୀୟ ଭୂମିକା ନିର୍ବାହ କରୁଥିବା ବେଳେ ଏଭଳି ଉତ୍ତମ ଶିକ୍ଷା ଦ୍ୱାରା ହିଁ ବ୍ୟକ୍ତି ଚେତନାର ବିକାଶ ଘଟେ ବୋଲି ସାମୂହିକ ମତ ପ୍ରକାଶ ପାଇଥିଲା। ପ୍ରାରମ୍ଭରେ ରୂପେଶ ଚନ୍ଦ୍ର ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବଂଶୀଧର ଜଗତ ଓ ଦୀପକ ସା ବନ୍ଦନାଗାନ କରିଥିଲେ। ମାତୃଭାରତୀର ମାମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ମଞ୍ଚାସୀନ ଜୟନ୍ତୀ କମିଟିର ସମ୍ପାଦକ ଅତୁଳ ପାତ୍ର ବିବରଣୀ ପଠନ କରିଥିଲେ। ମଞ୍ଚରେ ବିଦ୍ୟାଳୟର ବର୍ତ୍ତମାନ ଓ ପୁରାତନ ପରିଚାଳନା ସମିତିକୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିବା ବେଳେ ଏହାକୁ ମନମୋହନ ପଣ୍ଡା ପରିଚାଳନା କରିଥିଲେ। ପୂର୍ବତନ ଛାତ୍ରୀ ଲିପିକା ମେହେର ମାନପତ୍ର ପାଠ କରିଥିଲେ। ପୂଜା ସା ଏକକ କଣ୍ଠ ସଙ୍ଗୀତ ଗାନ କରିଥିଲେ। ଏ ଅବସରରେ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଏହାକୁ ଦେବାଶିଷ ନାୟକ ପରିଚାଳନା କରିଥିଲେ। ଶେଷରେ ରଶ୍ମିପ୍ରଭା ମେହେର ଧନ୍ୟବାଦ ଦେଇଥିଲେ ଓ ଗଜେନ୍ଦ୍ର ପଟେଲ ବନ୍ଦେ ମାତରମ୍ ଗାନ କରିଥିଲେ। ସେହିଭଳି ଆଜି ସକାଳେ ବିଦ୍ୟାଳୟ ପରିସରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବା ସହ ମାତୃପିତୃ ପୂଜନ କରାଯାଇଥିଲା। ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ସଭା ମାଧ୍ୟମରେ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନରେ ପରିଚାଳନା ସମିତି ବର୍ତ୍ତମାନ ଓ ପୁରାତନ ଗୁରୁଜୀ ଗୁରୁମା ଛାତ୍ରଛାତ୍ରୀ ସହଯୋଗ କରିଥିବା ବେଳେ ସହସ୍ରାଧିକ ଶୁଭେଚ୍ଛୁଙ୍କ ସମାଗମ ହୋଇଥିଲା। ନୂଆପଡ଼ାରୁ ବୀରବଲ ପ୍ରଧାନଙ୍କ ରିପୋର୍ଟ, କଳିଙ୍ଗ ଟିଭି 24।